ୱେଲକମ୍ ଟୁ ମାଇ ସମ୍ବଲପୁରିଆ ପିଲା ବ୍ଲଗ୍। ଆଜି ଆପଣମାନଙ୍କୁ ମୁଁ ଦେଖାଇବାକୁ ଚାହୁଁଛି ମୁଁ ଆଜି କେମିତି ବନେଇବି ମୁଢ଼ି। ଆପଣ ଦେଖିପାରୁଥିବେ ପିଆଜ ତ ଆପଣ କେବେ ଦେଖିନଥିବେ, ଫାର୍ଷ୍ଟ ଟାଇମ୍ ଦେଖୁଥିବେ। ବର୍ତ୍ତମାନ ଦେଖିପାରୁଥିବେ ମୁଁ ପିଆଜକୁ କାଟିକି ରେଡ଼ି କରିଦେଇଛି। କଡ଼େଇକୁ ପୋଡ଼େଇ ଦେବେ, ଫାଷ୍ଟ ପୋଡ଼େଇକି ପୁରା ଜଳେଇ ଦେବେ। ଜଳେଇ ସାରିଲା ପରେ ତେଲ ବର୍ତ୍ତମାନ ରୋକିଦେବେ 1-2 ଲିଟର। ବର୍ତ୍ତମାନ ଦେଖିପାରୁଥିବେ ତେଲ ଲିଟରେ ମୁଁ ଢାଳି ଦେଇଛି। ଆପଣଙ୍କ ପକ୍ଷେ ଯଦି ଲଙ୍କା ଥିବ ଢାଳିବେ, ନହେଲେ ତ ଡାଇରେକ୍ଟ ପିଆଜ ଢାଳିଦେବେ। ଆଉ ପିଆଜ ତ ଏବେ ପର୍ଯ୍ୟନ୍ତ ନାଲି ହେଇନି। ପିଆଜ ନାଲି ହେଇଗଲା ପରେ ଆପଣ ଯାହା ଯାହା ମସଲା ରଖିଥିବେ ଢାଳିଦେବେ ସବୁ। ବର୍ତ୍ତମାନ ସାଙ୍ଗମାନେ ଦେଖିପାରୁଥିବେ ମୁଁ ଲୁଣ ଦେଉଛି। ମୁଁ ଲୁଣ କିଲେ ଦେଉଛି, ଆପଣମାନେ ଚାହିଁବେ ଯଦି 2 କିଲୋ ଦେଇପାରିବେ ଲୁଣ। ବର୍ତ୍ତମାନ ଦେଖିପାରୁଥିବେ ମୁଁ ଲୁଣ କିଲେ ଦେଇଦେଇଛି ସାରିଛି। ବର୍ତ୍ତମାନ ଦେଖିପାରୁଥିବେ ମୁଁ ସବୁ ପ୍ରକାର ମସଲା ଦେଇ ସାରିଛି। ଆପଣମାନେ ଦେଖିପାରୁଥିବେ ମୁଁ ମୁଢ଼ି କିଲେ ଆଉ ମିକ୍ସଚର 2 କିଲୋ ଢାଳି ଦେଇଛି। ଦେଖିପାରୁଥିବେ ମୁଁ ତ କମ୍ ଖାଏନି, ମୁଁ ପୁରା ଢାଳି ଦେଇଛି 1 ଡବା ମୁଢ଼ି। ଆପଣ ଚାହିଁବେ ଯଦି 2 ଡବା ବି ଢାଳି ପାରିବେ। ରେଡ଼ି ହେଇଯାଇଛି ମୁଢ଼ି ଆଉ ମିକ୍ସଚର। ବର୍ତ୍ତମାନ ଦେଖିପାରୁଥିବେ ରେଡ଼ି ହେଇଯାଇଛି। ବର୍ତ୍ତମାନ ଆପଣଙ୍କୁ ମୁଁ ଖାଇକି ବତେଇବି କେମିତି ଲାଗୁଛି। ବହୁତ ଭଲ ଲାଗୁଛି। ଆପଣମାନେ ମଧ୍ୟ ବନେଇକି ଖାଆନ୍ତୁ। ଏଟା କ'ଣ ବନେଇଛି ମୁଁ ତ ସାଙ୍ଗମାନେ ଜାଣିନି, ଆପଣମାନେ କମେଣ୍ଟ କରନ୍ତୁ। ମୁଁ ବନେଇ ଦେଇଛି। ରହିଲି ସାଙ୍ଗମାନେ, ଆଉ ଗୋଟେ ବ୍ଲଗ୍ରେ ଆମେ ଦେଖା ହେବା। ଲାଇକ୍ କରନ୍ତୁ, ସେୟାର କରନ୍ତୁ, କମେଣ୍ଟ କରନ୍ତୁ। ଆପଣଙ୍କ ଫିଡ଼ବ୍ୟାକ୍ ମୋ ପାଇଁ ବହୁତ କିଛି।